वेलकम टू फिजिकल एंड एजुकेशनल एकेडमी। तो काली आपण मानकु मु अपडेट देइथिली कि आपणकर डिस्ट्रिक्ट पुलिस रे आपणकर एज रिलैक्सेशन मिली गला। तो तापर भी पिला मानकर कमेंट आसुची भाई कौन रही जे एज रिलैक्सेशन ता विषय टिके कहंतु 2025 रे आसीबो ना नहीं कहंतु आ कौन रहिबो यार डिटेल्स आपणकर एज क्राइटेरिया ता विषय कहंतु आ जो 3 वर्षर एज रिलैक्सेशन जहाँ मिलला সেটা কোন ওআইএসএফ ପାଇଁ ଲାଗୁ হব କି? ଦେଖନ୍ତୁ ଏଟା ଓଆଇଏସଏଫ ପାଇଁ ଲାଗୁ ହବ ବୋଲି କୋଉଠି ବି ଲେଖା ଯାଇନି। ଓଆଇଏସଏଫ 10 ବର୍ଷ ପୂର୍ବରୁ ବାହାରିଥିଲା ଆଉ ଇଏ ପିଏମଟି କନଷ୍ଟେବଲଟା 3-4 ବର୍ଷରେ ଥରେ ବାହାରୁଛି। ତେଣୁ ମୁଁ ସେଇ ଟପିକକୁ ବର୍ତ୍ତମାନ ଯିବା ପାଇଁ ଚାହୁଁନି। ତାପରେ ବି ଆପଣ ମାନେ ଜାଣିଥିବେ ସେତେବେଳେ ପିଲାମାନେ ପଚାରୁଥିଲେ ମତେ ଯେ ଭାଇ ଏଜ ରିଲାକ୍ସେସନ ଗୋଟେ ଥର ମିଳିଥିଲା କୋର୍ଟ ମନା କରିଥିଲା ଆଉ ଦିଆଯିବନି ତାହେଲେ ଆଉ ଥରେ ଆସିଲେ ମିଳିବ ନା ନାହିଁ। ମୁଁ ସେତେବେଳେ କହିଲି କି ଆପଣ ୱେଟ୍ କରନ୍ତୁ ନୋଟିଫିକେସନ ପର୍ଯ୍ୟନ୍ତ। କ'ଣ ପାଇଁ ନା ମୁଁ ଆଗରୁ କିଛି କହିବିନି। ଦୁନିଆରେ ଏମିତି କୌଣସି ଜିନିଷ ନାହିଁ ଯୋଉଟା ଚେଞ୍ଜ ହବନି କିମ୍ବା ଏମିତି କୌଣସି କଥା ନାହିଁ ଯୋଉଟା ଚେଞ୍ଜ ହେଇପାରିବନି। ଫାଷ୍ଟ କଥା। ତେଣୁ ଡିଷ୍ଟ୍ରିକ୍ଟ ପୋଲିସରେ ବି ଏଜ ରିଲାକ୍ସେସନ ମିଳିବ ଏଇ ବିଷୟରେ। ଯଦି ବା 100% ମୁଁ କହିବିନି ଯେ ମୁଁ ସବୁ କିଛି ଜାଣିଥିଲି କିନ୍ତୁ ଫିର ବି ମୋର ଗୋଟେ ବିଶ୍ୱାସ ଥିଲା କି ଏଇଥିରେ ବି ଏଜ ରିଲାକ୍ସେସନ ମିଳିବ। ସେଥିପାଇଁ ମୁଁ କୌଣସି ଜାଗାରେ ବି ଭିଡ଼ିଓ କରି କହିନି ଯେ ଡିଷ୍ଟ୍ରିକ୍ଟ ପୋଲିସରେ ଆପଣଙ୍କୁ ଏଜ ରିଲାକ୍ସେସନ ମିଳିବନି। କ'ଣ ପାଇଁ ନା ଗୋଟେ ଗୋଟେ ଷ୍ଟେଟମେଣ୍ଟ ପିଲାଙ୍କୁ ବହୁତ ମାନେ ଇମୋସନାଲି ଆଟାଚ୍ ହେଇକି ରୁହେ। ତେଣୁ ମୁଁ ଜାଣିକି ସେଇଭଳିଆ ଷ୍ଟେଟମେଣ୍ଟ ଦିଏନି ଯେଉଁ ପିଲାଙ୍କୁ ଯେଉଁ ଷ୍ଟେଟମେଣ୍ଟ ଦେଲେ ଠିକ୍ ଲାଗିବନି। ବାକି ରହିଲା ବହୁତ ସାରା ବର୍ତ୍ତମାନ ଏଜୁକେଶନାଲ ଇନଷ୍ଟିଚ୍ୟୁଟ୍ସ ମାନେ ତାଙ୍କୁ ଆମେ ପ୍ରଥମେ ଧନ୍ୟବାଦ ଦବା କି ସେମାନେ ବହୁତ କିଛି ୟା ଉପରେ ଲାଗିଥିଲେ ଏଜ୍ ରିଲାକ୍ସେସନ ଉପରେ, ଯେଉଁଟାକି ସେତେବେଳେ 32ରୁ 42 ବର୍ଷ ପର୍ଯ୍ୟନ୍ତ ଏଜ୍କୁ ବଢ଼େଇ ଦିଆଗଲା। କିନ୍ତୁ ପୋଲିସ ଜବ୍ ଉପରେ ଗୋଟେ ପରମାନେଣ୍ଟ ଗୋଟେ ଏଜ୍ ରିଲାକ୍ସେସନ କେମିତି ମିଳିବ କିମ୍ବା ପରମାନେଣ୍ଟ ଗୋଟେ ଏଜ୍ଟା କେମିତି ଇନକ୍ରିଜ୍ ହେବ ତା ପାଇଁ କେହି ଆଗକୁ ଆସୁନାହାନ୍ତି। ଏଇଟା କିନ୍ତୁ ବାସ୍ତବିକ ସତ କଥା। ପିଲାମାନେ କେସ୍ ପତ୍ର କରୁଛନ୍ତି ଯେଉଁଟାକି ନିହାତି ଭାବରେ ଗୋଟେ ଭାରି ପେନଫୁଲ୍ ଜିନିଷ ଆମମାନଙ୍କ ପାଇଁ। କେହି ତ ଆଉ ବାହାରୁ ନାହାନ୍ତି, ବାଧ୍ୟ ହେଇକି ତାପରେ ପିଲାଙ୍କର 500-1000 ଫୋନ୍ ଆସିବ, ଆମକୁ ବାହାରିବାକୁ ପଡ଼େ। କିନ୍ତୁ ଭାଗ୍ୟ ଏବେ ଡିଷ୍ଟ୍ରିକ୍ଟ ଆଟଲିଷ୍ଟ ସିଭିଲ୍ କନଷ୍ଟେବଲ ପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଏଜ୍ ରିଲାକ୍ସେସନ ଦେଇଦେଇଛି। ତ ଆପଣମାନେ ନିଜର ଦେଖିଦିଅନ୍ତୁ 1/1/2025 କୁ ଯାହାର ୟୁଆର୍ରେ କେତେ 28 ବର୍ଷ, ଏସସିବିସି ନାଇଁ ୟୁଆର୍ରେ ହେବ 26 ବର୍ଷ। 1/1/2025ରେ ଯାହାର 26 ବର୍ଷ ଭିତରେ ହେଉଥିବ ସେ ବର୍ତ୍ତମାନ ଆପ୍ଲାଏ କରିପାରିବ। ଆଉ ରହିଲା ତାପରେ ଏସସି, ଏସଟି, ଏସସିବିସି ଆଉ ସବୁ ଓମେନ୍ କାଟେଗୋରୀ ଯେଉଁମାନଙ୍କର 31 ବର୍ଷ ଭିତରେ ହେଉଥିବ ସେମାନେ ଆପ୍ଲାଏ କରିପାରିବେ। ତ এইটা ରହୁଛି ବର୍ତ୍ତମାନ ସୁଦ୍ଧା ଅପଡେଟ୍। ତ ଯଦି ଡିଟେଲ୍ସରେ ଦେଖିବା, ଦ ଗଭର୍ଣ୍ଣମେଣ୍ଟ ହାଭ୍ ବିନ୍ ପ୍ଲିଜ୍ଡ ଟୁ ଡିସାଇଡ୍ ଫର୍ ରିଲାକ୍ସେସନ୍ ଅଫ୍ ଦ କ୍ଲଜ୍ Rule 5 of Odisha Police Service Method of Recruitment and Conditions of Service of Constable Order 2021 by giving 3 years upper age limit relaxation in respective categories of candidates to apply for the next recruitment of civil constable in the Odisha Police for the year 2025 by invoking the power of relaxation conferred under Rule 17 of the said order on a one time basis। ମାନେ ଏଥିରେ ବି ସେମାନେ ମାନେ ଲେଖି ଦେଉଛନ୍ତି ପୁଣି ଥରେ ଯେ ୱାନ୍ ଟାଇମ୍ ବେସିସ୍। ତାପରେ ପିଲାମାନେ ପୁଣି ପଚାରିବେ ଭାଇ ୱାନ୍ ଟାଇମ୍ ଲେଖିଥିଲା ପୁଣି ଆଗକୁ ଯେଉଁ ବାହାରିବ ମିଳିବ ନା ନାହିଁ। ମୁଁ ପୁଣି ଗୋଟେ କଥା କହିବି, ୱେଟ୍ କର, ନୋଟିଫିକେସନ୍ ଆସିବା ଯାକେ ୱେଟ୍ କର। ଏବେ ଆମେ କହିପାରିବୁନି ଯେ ପୁଣି ଆଗକୁ ଯେଉଁଥିରେ ଆସିବ ସେଥିରେ ମିଳିବ ନା ମିଳିବନି। ସେ ତ ଲେଖିଦେଲା, ଇଏ ତ ଏଇଆ କହିଦେଲା, ଏସବୁ ଜିନିଷ ମୋତେ କ୍ୱେଶ୍ଚିନ୍ କରିବେନି। ପ୍ରପର୍ ନୋଟିଫିକେସନ୍ ଆସିବ। ସବୁ କିଛି ଦୁନିଆରେ ଚେଞ୍ଜ ହେଇପାରିବ। ଦରକାର ପଡ଼ିଲେ ଭାରତର ପ୍ରଧାନମନ୍ତ୍ରୀ ବି ଚେଞ୍ଜ ହେଇପାରିବ। ଭାରତର ପ୍ରଧାନମନ୍ତ୍ରୀ ଚେଞ୍ଜ ହେଇପାରିବ, ଓଡ଼ିଶାର ଚିଫ୍ ମିନିଷ୍ଟର ବି ଚେଞ୍ଜ ହେଇକି ବର୍ତ୍ତମାନ ଯାଇସାରିଲେଣି। ତେଣୁ ସେଟାକୁ ଆଉ ଆମେ ବର୍ତ୍ତମାନ କହିବାକୁ ଚାହୁଁନୁ। ସବୁ କିଛି ଚେଞ୍ଜ ହେଇପାରିବ। ଏମିତି କୌଣସି ଜିନିଷ ନାହିଁ ଦୁନିଆରେ କି ଏଇଟା ଚେଞ୍ଜ ହେଇପାରିବନି। ଏଜିଂ ସମସ୍ତେ କହୁଥିଲେ ଏଜିଂକୁ ହରେଇବାଟା ଭାରି କଷ୍ଟ କୋର୍ଟ କେସ୍ରେ। ନା ଏଜିଂକୁ ଲାଗିକି ହରେଇ କେହି ପାରନ୍ତିନି, ମାନେ ବହୁତ କଷ୍ଟ, ବହୁତ ଡିଫିକଲ୍ଟ। ମାନେ ଏଜି ଜଣେ ଭଗବାନ ଭଳିଆ, ଭଗବାନ ସଦୃଶ ଲୋକ, ତାଙ୍କୁ ହରେଇବାଟା ଭାରି କଷ୍ଟ। ସେଇ ଏଜିଙ୍କୁ ଆଜି ପର୍ଯ୍ୟନ୍ତ ବୋଧେ ମୁଁ ଯେତିକି ଦେଖୁଛି କୋର୍ଟ କେସ୍ରେ 5 ଥର ବୋଧେ ଆମ ମ୍ୟାଟର ହେଇଛି, 5 ଥର ଯାକ ଏଜି ହାରିଛନ୍ତି। କୋର୍ଟ କେସ୍ ମ୍ୟାଟରରେ 5 ଥର ଯାକ ଏଜି ହାରିଛନ୍ତି। ତେଣୁ ସେଇଟା ସେ ସବୁ ଜିନିଷ ଏଠି ଆସିକି କେହି ଗପିବନି।
ଯେ ଏବେ ବାହାରିଲା ପୁଣି ଥରେ ବାହାରିଲା ଆଉ ଦବନି, ଲେଖିଥିଲା ଇଏ କରିଥିଲା ସିଏ କରିଥିଲା। ସେଟା ମୁଁ କହୁନି ଯେ ଦବ ବୋଲି ବି, ମୁଁ କହୁଛି ୱେଟ୍ କର ନୋଟିଫିକେସନ୍ ଆସୁ। ଆଉ OISF ରେ କେତେ ବର୍ଷ ମିଳିବ ମୁଁ ଏବେ ବି କହିଦେଉଛି। ଇଏ ଯୋଉ 3 ବର୍ଷ ରହିଲା, ଇଏ ପୁରା ପ୍ରପର ଡିଷ୍ଟ୍ରିକ୍ଟ କନଷ୍ଟେବଲ ପାଇଁ କୁହାଯାଇଛି। OISF ବିଷୟରେ ଏଥିରେ କୌଣସି ଜାଗାରେ ଦେଖନ୍ତୁ ଦୂର ଦୂର ପର୍ଯ୍ୟନ୍ତ କୋଉଠି ଲେଖାଯାଇନି ଯେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ବି 3 ବର୍ଷ ଦେଇ ଦିଆଗଲା ବୋଲି। କଣ ପାଇଁ ନା ପିଲାମାନେ ପ୍ୟାନିକ୍ ହଉଛନ୍ତି, ଭାଇ ଆମର 10 ବର୍ଷ ହେଲା ବାହାରିନି। ମୁଁ ଜାଣିଛି ବଡ଼ ବଡ଼ ଏଜୁକେସନାଲ ଇନଷ୍ଟିଚ୍ୟୁସନ ମାନେ ତ ସେ ଆପଣଙ୍କ କଥା କେବେ ଉଠେଇବେନି, ତାଙ୍କର ଏଇ ଜିନିଷରୁ କିଛି ଫାଇଦା ମିଳିବନି କି ଆପଣଙ୍କୁ ଏଜ୍ ରିଲାକ୍ସେସନ ମିଳିଲେ କଣ ହବ। ଆଉ ନା ସେମାନେ କେବେ ଟ୍ରାନ୍ସପାରେନ୍ସି କଥା ବି, ମାନେ କଣ କେମିତି ଗୋଟେ ଡିଫେନ୍ସ ଜବ୍ ଟା କେମିତି ଗୋଟେ ସ୍ୱଚ୍ଛତାର ପରୀକ୍ଷା ହବ ସେଟା ବି ସେମାନେ ମାନେ ସେତେ ସମୟ ଦେବେନି। ତାଙ୍କର ମେନ୍ କଥା ହେଲା ପରୀକ୍ଷା ଖାଲି ହେଇଯାଉ, ଜଲ୍ଦି ହେଇଯାଉ, ଶୀଘ୍ର ହେଇଯାଉ, ଯେମିତି ହଉଛି ହଉ। ସେ ବିକ୍ରି ହେଇଗଲେ ହେଇଯାଉ, ସେ ମାନେ ଅଧା ପୋଷ୍ଟ ବିକ୍ରି ହେଇସାରିଥିବ ବି ସେଟା ବି ଚଳିବ, କିନ୍ତୁ ଶୀଘ୍ର ହେଇଯାଉ। ଆମର ଜଲ୍ଦି ଜଲ୍ଦି ମାନେ ପରୀକ୍ଷା ସରିବା ଦରକାର। କିନ୍ତୁ ଆକ୍ଚୁଆଲି ଯୋଉ ଜିନିଷଟାର ଡିମାଣ୍ଡ ଅଛି, ସେଇ ଜିନିଷଟା ପିଲାମାନଙ୍କର ଏଜ୍ ରିଲାକ୍ସେସନ ଡିଫେନ୍ସରେ ମିଳୁନି। ପିଲାମାନେ ଡିମାଣ୍ଡ କରୁଛନ୍ତି, ସେଟାକୁ କେହି ମାନେ କେହି ବି ଆଗକୁ ଆସିବେନି ନା କେହି ମାନେ ମତେ ଲାଗୁନି ବି ଆପଣ ମାନେ ଯେତେ ଚେଷ୍ଟା କଲେ ବି ସେମାନେ ଆପଣଙ୍କ ପାଇଁ ମୁହଁ ଖୋଲିବେ। କଣ ପାଇଁ ନା ଏଇ ଯୋଉ ୱାନ୍ ଟାଇମ୍ ମେଜର ଯୋଉ ଲେଖାଯାଉଛି, ଏଟା କେମିତି ପରମାନେଣ୍ଟ ହବ, ୟା ଉପରେ କେତେ ଜଣ ମାନେ ମତେ କାହିଁ ଲାଗୁନି ବହୁତ ଜଣ ଆସିକି ଆପଣଙ୍କ ପାଇଁ ଲାଗିବେ। ଆଉ ତାପରେ ଯୋଉ ଚ୍ୟାନେଲ ବି ଆପଣଙ୍କ ପାଇଁ ଲାଗିବେ, ତାଙ୍କର ସବସ୍କ୍ରାଇବର ଆପଣ ସେମାନଙ୍କୁ ବଢିଆ ଏତେ ମାତ୍ରାରେ ସବସ୍କ୍ରାଇବ କରିଛନ୍ତି ଯେ ମାନେ ଆଉ କୁହନ୍ତୁନି। ମାନେ ଏତେ ମାତ୍ରାରେ ଆପଣ ଯୋଉ ଚ୍ୟାନେଲ ମାନେ ବି ଏଜ୍ ରିଲାକ୍ସେସନ ଉପରେ କାମ କରୁଛନ୍ତି, ତାଙ୍କୁ ବହୁତ ମାତ୍ରାରେ ଆପଣ ସବସ୍କ୍ରାଇବ କରିଦେଇଛନ୍ତି ପିଲାମାନେ। ସେଥିପାଇଁ ଏତେ ସବସ୍କ୍ରାଇବର ଯେ ସିଏ ଆଉ ଗଣି ପାରୁନାହାନ୍ତି। ତେଣୁ ଏଇଟା ଆଟଲିଷ୍ଟ ପିଲାମାନେ ବି ଜାଣିବା ଦରକାର ଯେ ଯୋଉ ବଡ଼ ବଡ଼ ୟୁଟ୍ୟୁବର ମାନେ ଆସିକି ଏଠି ମାନେ କଣ ଏଟା ହବନି ସେଟା ହବନି, ଆମେ ଜାଣିଥିଲୁ ଏତିକି ବର୍ଷ ଦବ, ଆମେ ଜାଣିଥିଲୁ 3 ବର୍ଷ ଦବ, ଅଧିକା ଦବନି, ଇଏ ଦବନି ସିଏ ଦବନି କହୁଛନ୍ତି, ତାଙ୍କୁ ଆପଣ ମାନେ ବହୁତ ମାତ୍ରାରେ ସବସ୍କ୍ରାଇବ କରିଛନ୍ତି। ତ ଠିକ୍ ଅଛି, ଆପଣ ମାନେ ଯାହାକୁ ସବସ୍କ୍ରାଇବ କରିବା କଥା କରନ୍ତୁ। ଆପଣ ମାନଙ୍କର ଇଚ୍ଛା, ଆପଣଙ୍କ ହାତରେ ଫୋନ ଅଛି। କିନ୍ତୁ ଗ୍ରାଉଣ୍ଡ ରିଅଲିଟିରେ ଯିଏ ଖଟୁଛି, କାଲି ବି ମୁଁ ଯାଇକି ହାଇକୋର୍ଟରେ ଯାଇଥିଲି, ସେଠି ବି OSF IRB ମ୍ୟାଟର ବିଷୟରେ ବି ଡିସ୍କସନ ହେଲା। ତା ବିଷୟରେ ଗୋଟେ ପଛରେ ଭିଡ଼ିଓ କରିଦେବି। କିନ୍ତୁ ଯୋଉମାନେ ଗ୍ରାଉଣ୍ଡରେ ଯାଇ ଖଟୁଛନ୍ତି, ସେମାନଙ୍କର ଚ୍ୟାନେଲ ସେମିତି ରହିବ, ଯେତେ ଖଟି ଖଟି ରହିଲେ ବି ରହିବ। କିନ୍ତୁ ଯୋଉମାନେ ଆସିକି ଟିକେ ମାନେ ଦେଖେଇ ହେଇଯିବା ଗୁଣରେ ଆସିକି ଭିଡ଼ିଓ କରିବେ, ଆପଣ ମାନେ ତାଙ୍କୁ ପୁରା ଖୁବ୍ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଯୋଉଟା କି ଏବେ ଚାଲିଛି, ଟ୍ରେଣ୍ଡିଙ୍ଗ ହେଇକି ଚାଲିଛି। ମାନେ ଗ୍ରାଉଣ୍ଡରେ ଯାଇକି ଖରାରେ ଘଣ୍ଟାଟେ ଠିଆ ହବାର, କି ବା ସକାଳୁ ଯାଉଛୁ ଆମେ, ବୋଧେ ଲଞ୍ଚ ବି ଠିକରେ ଲଞ୍ଚ ବି କରେନି ମୁଁ, ଯେତେ କୋର୍ଟ ଯାଏ ଲଞ୍ଚ କରେନି, ସିଧା ଆସିଲେ ରାତିରେ ଖାଏ। କିନ୍ତୁ ଫିର୍ ବି ଆପଣ ମାନଙ୍କର ସବସ୍କ୍ରାଇବ ବି ମାନେ ବହୁତ ବଢିଆ ରହୁଛି। ତେଣୁ ଏଇ ଯୋଉ 3 ବର୍ଷର ଏଜ୍ ରିଲାକ୍ସେସନ ମିଳିଛି, ଏଟାକୁ ଟିକେ ଫାଇଦା ଉଠାନ୍ତୁ। ଆଉ ଯାହାବି ମୁଁ ଅପଡେଟ ଦେଲି OISF ଉପରେ କଣ ରହିବ, OISF ଉପରେ ଏଇ 3 ବର୍ଷର ପାଇଁ କିଛି ବି କୁହାଯାଇନି। କଣ ହବ OISF ଭ୍ୟାକେନ୍ସି ଆସୁ, ତା ବିଷୟରେ ଆମେ ପ୍ରପର ପ୍ଲାନିଂ କରିବା। ତ ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଇନଫର୍ମେଟିଭ ଲାଗିଥିବ। ତ ଭିଡ଼ିଓକୁ ଯଥେଷ୍ଟ ମାତ୍ରାରେ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।